ହଉଛି ଯୋଉ ବେଲପା ନଦୀ ଆଜ୍ଞା ଏ ନଦୀର ଅବଧି ତ ଅଛି ଆପଣମାନେ ଏତେ ବ୍ୟସ୍ତ ହେଇ ପଡୁଛନ୍ତି କାହିଁକି ଧାରଣା କିଛି ନାହିଁ? ନାଇଁ ଆଜ୍ଞା ଅବଧି ତାର ନାହିଁ କି କଣ୍ଟ୍ରାକ୍ଟ ସାଙ୍ଗରେ ଆମର ଠିକାଦାର ସାଥିରେ କୌଣସି ଦୁଶ୍ମନୀ ନାହିଁ। କାମ ଚାଲିଛି, କାମ ବି ଆମେ କୌଣସି ଗାଁ ଲୋକ କୌଣସି ଦିନ ପ୍ରତିରୋଧ କରିନାହାନ୍ତି କାମ ବନ୍ଦ କର। ଏବେ ବି କାମ ଚାଲିଛି। ତାଙ୍କର ଅବଧି ଯୋଉ ପ୍ରଥମ ଅବଧି ଥିଲା 2022 ସୁଦ୍ଧା କମ୍ପ୍ଲିଟ କରିବା ପାଇଁ କଲେନି। ପୁଣି ତାଙ୍କୁ ସରକାର ଗୋଟେ ଦେଲେ ସମୟ ଦେଲେ, ସମୟ ସୀମା 2024 31 ଡିସେମ୍ବର ପର୍ଯ୍ୟନ୍ତ ଦେଲେ, ଯାହାକି 2 ଦିନ ତଳେ ସରିଯାଇଛି। କିନ୍ତୁ ତା ପୂର୍ବରୁ ଆମେ 3 ବର୍ଷ 4 ବର୍ଷ ହଇରାଣ ହେଇକି କାଦୁଅ ପଙ୍କରେ ଘାଣ୍ଟି ହେଉଛୁ ବୋଲି ରାସ୍ତା ଉପରକୁ ଓହ୍ଲେଇ ଜିଲ୍ଲାପାଳଙ୍କଠୁ ଅର୍ଡର ଆଣି ରାସ୍ତା ରୋକ କରିଥିଲୁ। ନିଜେ ଏକ୍ଜିକ୍ୟୁଟିଭ ଇଞ୍ଜିନିୟର ଆମକୁ ଲେଖା ଦେଇଥିଲେ 17/1/2023 ସୁଦ୍ଧା ଆମକୁ କମ୍ପ୍ଲିଟ କରିକି ଦେବାକୁ। ତାହେଲେ ତାଙ୍କ ଉପରେ ଆମର କଣ ଭରସା ରହିବ? ସେ ଠିକାଦାର ଉପରେ, ସଂସ୍ଥା ଉପରେ କଣ ଭରସା ଆଜ୍ଞା ରହିବ? କଣ ହଉଛି ଅସୁବିଧାଟା? ଅସୁବିଧାଟା ତ ଆମେ ଜାଣିପାରୁନୁ। ଆପଣମାନେ ଯାତାୟାତରେ କଣ ଅସୁବିଧା ହଉଛନ୍ତି? ଅସୁବିଧା ଆଜ୍ଞା ଆପଣ ତ ଦେଖନ୍ତୁ, ନିଜେ ଭିଜୁଆଲ ଦେଖନ୍ତୁ ଆଜ୍ଞା। ଆପଣ ପଚାରୁଛନ୍ତି ଆମକୁ ଅସୁବିଧା କଥା ଆଜ୍ଞା। ପିଲା କେତେ ଖଣ୍ଡ ଗାଁ ଲୋକମାନେ 20-25 ଖଣ୍ଡ ଗାଁ ଆଜ୍ଞା। ଆମ ପଞ୍ଚାୟତ ତ ସମ୍ପୂର୍ଣ୍ଣ 2 ଭାଗ। ଆପଣ ପଚାରୁଛନ୍ତି, ଆପଣ ନେଇକି ଆମ କଥା ମିଡିଆରେ ହାଇଲାଇଟ କରିବା କଥା। ଏଗୁଡାକ ଆପଣ କି ଭଳିଆ ରାସ୍ତାରେ ଆମେ ଯାଉଛେ ଆଜ୍ଞା। ସକାଳେ ପାଇଲେ 10,000 ଲୋକ ଏପଟେ ଯାଉଛନ୍ତି, ପଡିକି ଖଣ୍ଡିଆ ହଉଛନ୍ତି। ବିଶ୍ୱାସ କଣ ଏଇ ବିଭାଗ ଉପରେ ଆଉ ବିଶ୍ୱାସ ପାଉନି? ନା, ଏ ବିଭାଗ ପରେ ବିଶ୍ୱାସ ପାଉନି। କୋଉଠି ଜିଲ୍ଲାପାଳ ଆସନ୍ତୁ, ଜିଲ୍ଲାପାଳ ଲେଖିକି କହିବେ, ଇଏ ଆମକୁ ଲେଖିକି ପ୍ରତିଶ୍ରୁତି ଦେବେ। ଯଦି ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ହିସାବରେ କାମ ନହେଲା, ଯୋଉ ସମୟ ସୀମା ହିସାବରେ କାମ ନହେଲା, ତାହେଲେ ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ତା ପରଦିନ ମୁଁ ଆତ୍ମହତ୍ୟା ଦେବି। କାହିଁକି ଆପଣ ଏତେ ଅଧୈର୍ଯ୍ୟ ହେଇଯାଉଛନ୍ତି? ଅଧୈର୍ଯ୍ୟ ନାହିଁ, ଅଧୈର୍ଯ୍ୟ ମୋ ପଞ୍ଚାୟତବାସୀ 10,000 ଲୋକଙ୍କ ଅସୁବିଧା ମୁଁ ଦେଖି ଆଖି ସାମ୍ନାରେ ମୁଁ ଅଧୈର୍ଯ୍ୟରେ ରହିପାରୁନି ଆଜ୍ଞା। କଣ ଦାବି କରୁଛନ୍ତି ଆପଣ? ଦାବି ମୁଁ କରୁଛି ଯେ କାମ କେମିତି ହବ, ଆମ ସାଙ୍ଗରେ କିଏ ପ୍ରତିଶ୍ରୁତି ଦେବେ। ଆମେ ଆମର ବିଭାଗୀୟ କର୍ମୀଙ୍କ ଅଧିକାରୀଙ୍କ ଉପରେ ଭରସା ନାହିଁ। ଯଦି ଚିଫ ଇଞ୍ଜିନିୟର ଆସିବେ, ପ୍ରତିଶ୍ରୁତି ଦିଅନ୍ତି, ସେ ଟାଇମ ଅବଧି ଦେଇଥିଲେ ନା। ବର୍ତ୍ତମାନ ଇଏ ମନ ଇଚ୍ଛା ଏକ୍ଜିକ୍ୟୁଟିଭ ଇଞ୍ଜିନିୟର ମନ ଇଚ୍ଛା କାମ ଆଜ୍ଞା ଅବଧି ଦେଇକି କହୁଛନ୍ତି ଯେ ତାଙ୍କର କାମ ଅଛି, ସେ ଇଏ କରିବେ, ସେ 2 ମାର୍ଚ୍ଚ ପର୍ଯ୍ୟନ୍ତ କାମ କରିବେ। କିନ୍ତୁ ମୋ ପାଖରେ ଚିଠି ଅଛି 31 ପର୍ଯ୍ୟନ୍ତ। ବର୍ତ୍ତମାନ ସେ କାମ କରନ୍ତୁ, ଆମେ ପ୍ରତିରୋଧ କରୁନୁ। ମାର୍ଚ୍ଚ ପର୍ଯ୍ୟନ୍ତ କାମ କରିବେ ବୋଲି, କେମିତି ସରିବ ବୋଲି ଭରସା ନାହିଁ ଆଜ୍ଞା। ସେଇ ଜିନିଷଟା କିଏ କହିବ? ଏକ୍ଜିକ୍ୟୁଟିଭ ଇଞ୍ଜିନିୟର ମତେ ଭରସା ଦେଇକି ଭରସା ରଖିପାରିଲେନି, ଭରସା ରଖିପାରିଲେନି ଆଜ୍ଞା। ବର୍ତ୍ତମାନ ମୁଁ କାହା ଉପରେ ଭରସା କରିବି? ଜିଲ୍ଲାପାଳ ଖୋଦ ଭରସା ଦିଅନ୍ତୁ, ଏକ୍ଜିକ୍ୟୁଟିଭ ଇଞ୍ଜିନିୟରଙ୍କୁ ଡାକିକି ଭରସା ଦିଅନ୍ତୁ, ଲିଖିତ ଆକାରରେ ଗ୍ରାମବାସୀଙ୍କ ଆଗରେ ପ୍ରତିଶ୍ରୁତି ଦିଅନ୍ତୁ, କୋଉ ଦିନ ସୁଦ୍ଧା କାମ ହବ, ଆମର ଦୁଃଖ ବୁଝନ୍ତୁ। ତାପରେ ଯଦି ସେଇ ଡେଟ୍ ହିସାବରେ କାମ ନହେଲା, ମୁଁ ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ଆଜ୍ଞା ଆତ୍ମହତ୍ୟା କରିବି।